ଆଜ୍ଞା ମାଡ଼କୁ ମହାଦେବ ଡରନ୍ତି। ୟାଙ୍କୁ ପନିଶମେଣ୍ଟ ବା ଦଣ୍ଡ ଦିଆ ନ ଗଲେ ଏମାନେ ବାଟକୁ ଆସିବେନି। ଏମାନେ ହେଉଛନ୍ତି ଇସ୍କନ୍ ଇଣ୍ଟରନ୍ୟାସନାଲ କୃଷ୍ଣ କନସିୟସନେସ୍ ତାଙ୍କର ଅନୁଷ୍ଠାନ ନା ଆନ୍ତର୍ଜାତିକ କୃଷ୍ଣ ଚେତନା ଭାବନା ସଂଘ। ତେଣୁ କୃଷ୍ଣ ଚେତନା ଭିତରେ ସୀମିତ ନ ରହି ଆମ ଜଗନ୍ନାଥଙ୍କୁ କାହିଁକି ସେ ପ୍ରୋଜେକ୍ଟ କରୁଛନ୍ତି? ତାଙ୍କର ଆବଶ୍ୟକତା କ'ଣ? ତମେ ତ କୃଷ୍ଣଙ୍କୁ ପୂଜା କରିବ, କୃଷ୍ଣଙ୍କ କଥା ରଖିବ, କୃଷ୍ଣଙ୍କୁ ତମେ ଯେମିତି ବ୍ୟବହାର କରୁଛ କର, ତାପରେ ତମକୁ ଗୌଡ଼ୀୟ ବୈଷ୍ଣବବାଲା ଉତ୍କଳ ବୈଷ୍ଣବବାଲା କ'ଣ କରିବେ ସେ ଅଲଗା କଥା। କିନ୍ତୁ ଏଇ ଯେଉଁ ପ୍ରକାରର ଚଲେଇଛନ୍ତି ଓଡ଼ିଶା ଭିତରେ ରହିକିରି ଓଡ଼ିଆ ଠାକୁରଙ୍କୁ, ଓଡ଼ିଆ ଜାତିର ଇଷ୍ଟ ଦେବତା, ରାଷ୍ଟ୍ର ଦେବତା, ମହାଦେବତା, ମହାପ୍ରଭୁଙ୍କୁ ନେଇ ଯେଉଁ ଖେଳ ଖେଳୁଛି ତା ବିରୁଦ୍ଧରେ ଗୋଟେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଦରକାର। ଏବଂ ଏଥିରେ ଓଡ଼ିଶା ସରକାର ପ୍ରତ୍ୟକ୍ଷ ଭାବରେ ଇନଭଲ୍ଭ ହୋଇ ରହିବା ଦରକାର। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଆପଣଙ୍କର ଆଇନ ମନ୍ତ୍ରୀ ଆଉ ଆପଣଙ୍କର ମୁଖ୍ୟ ଶାସନ ସଚିବ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ଦରକାର। ଏବଂ ଆମର ଯେଉଁ ଭାରତ ସରକାରଙ୍କର ଯେଉଁ 21 ଜଣ ଲୋକସଭା ସାଂସଦ ଅଛନ୍ତି, 10 ଜଣ ରାଜ୍ୟସଭା ସାଂସଦ ଅଛନ୍ତି, ଏ 31 ଜଣ ମିଳିତ ଭାବରେ ଯାଇକି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଦେଖା କରିକିରି ଦାବିପତ୍ର ଜଣାଇବା ଦରକାର। ନହେଲେ ସେ ଯେଉଁ ପାର୍ଲାମେଣ୍ଟ ଭିତରେ ଯେଉଁ ଗାନ୍ଧୀ ମୂର୍ତ୍ତି ଅଛି ସେଠି ବସିକିରି ଧାରଣାରେ ବସିବା ଦରକାର। କାହିଁକି ଏମିତି ହେଉଛି? ବର୍ତ୍ତମାନ ଇଣ୍ଟରନ୍ୟାସନାଲ କୋର୍ଟରେ ଆ ବିରୁଦ୍ଧରେ କେସ୍ ହେବା ଦରକାର, ଅପିଲ ହେବା ଦରକାର। ତେଣୁ ତା ନହେଲେ ହେବନି। ଏ ଗଜପତି ସିମ୍ପଲ ଚିଠି ଲେଖି ଦେଉଛନ୍ତି, ତାଙ୍କ କଥାକୁ କିଛି ଖାତିର କରୁନାହାନ୍ତି, ଫୋପାଡ଼ି ଦେଉଛନ୍ତି। ତେଣୁ ସେଭଳିଆ ହେଲେ ଅସୁବିଧା। ବର୍ତ୍ତମାନ ଏମାନଙ୍କର ବିନାଶ କାଳ ବିପରୀତ ବୁଦ୍ଧି। ଆଉ ଜଗନ୍ନାଥଙ୍କୁ ନେଇକରି ଯିଏ ଖେଳ ଖେଳିବ ସେ କାହାରି ନୁହନ୍ତି ଆଜ୍ଞା, ସେ ସମସ୍ତଙ୍କର ପୁଣି କାହାରି ନୁହନ୍ତି। ସେ ହେଉଛନ୍ତି ମାନବବାଦର ଠାକୁର। ମଣିଷ ଭଳି, ସାଧାରଣ ମଣିଷ ଭଳି ସେ ଖାଆନ୍ତି, ପିଅନ୍ତି, ଶୁଅନ୍ତି ଏବଂ 108 ଗରା ଜଳରେ ସ୍ନାନ କରିକିରି ଦେହ ଖରାପ ହୁଏ, ପାଚନ ପାଣି ଔଷଧ ସେବନ କରିକିରି ଭଲ ହୁଅନ୍ତି ଏବଂ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରାରେ ଯାଆନ୍ତି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ। ତେଣୁ ଏ ଯେଉଁ ଭାବର ଦେବତା, ଅନୁଭବର ଦେବତା, ବିଶ୍ୱାସର ଦେବତା, ଶ୍ରଦ୍ଧାର ଦେବତା, ତାଙ୍କ ଭଳି ଦେବତା ଜଗତରେ ବିରଳ। ଜାତିବର୍ଣ୍ଣ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ସେ ହେଉଛନ୍ତି ମାନବବାଦର ଠାକୁର। ତାଙ୍କୁ ଯଦି ଏଇ ପ୍ରକାରର ଗୋଟେ ଟ୍ରାକ୍ଟରରେ ବା ଗୋଟେ ଗାଡ଼ିରେ ବସେଇକିରି ଗୋଟେ ରାକ୍ଷସ ଭଳିଆ ଅସୁର ଭଳିଆ ବସେଇକିରି ତାଙ୍କ ହାତ ଗୋଡ଼ ଲଗେଇକିରି ଯେଉଁ ପ୍ରକାରର କାମ କରୁଛନ୍ତି କ୍ଷମା ଦେବେନି, ଭଗବାନ ଦଣ୍ଡ ଦେବେ ଆଜ୍ଞା। କାହିଁକିନା 1568 ଯେତେବେଳେ କଳାପାହାଡ଼ ଏଇଭଳିଆ କରିଥିଲା ସେ ଦଣ୍ଡ ପାଇଛି ଆଜ୍ଞା। ତେଣୁ କେହି ଭଗବାନଙ୍କ ଦୃଷ୍ଟିରୁ ଜଗନ୍ନାଥଙ୍କ କୃପରୁ କେହି ଉଦ୍ଧାର ପାଇନାହାନ୍ତି ଆଜ୍ଞା। ସେ ଜୀବନ୍ତ ଠାକୁର। ଯିଏ ଅନୀତି ଅନ୍ୟାୟ ଅଧର୍ମ କରିବ ସେ ଦଣ୍ଡ ପାଇବ। ତେଣୁ ତାଙ୍କ ପ୍ରତି ଏ ପ୍ରକାର କରାଯିବା ଆଦୌ ଉଚିତ ନୁହେଁ। ଏ ଜାଣିନାହାନ୍ତି, ଭାବୁଛନ୍ତି ଯେମିତି ମୋ ବୋଉ ସବୁବେଳେ କହେ ଢିଙ୍କି କେବେ କାଠ ମନେ କରିବୁନି, ଇଏ ଜଗନ୍ନାଥ ମହାପ୍ରଭୁଙ୍କୁ ନିମ୍ବ କାଠ ବୋଲି ଭାବୁଛନ୍ତି, ଖଣ୍ଡେ ନିମ୍ବ କାଠ ବୋଲି ଭାବୁଛନ୍ତି। ଯେତେବେଳେ ତାଙ୍କ ଦେହରେ ବ୍ରହ୍ମ ସଂସ୍ଥାପନ ହେଇଯାଏ ସେତେବେଳେ ସେ ଜୀବନ୍ତ ଦେବତାରେ ପରିଣତ ହୁଅନ୍ତି। ପୂର୍ଣ୍ଣ ବ୍ରହ୍ମ, ପରମ ବ୍ରହ୍ମ, ଦାରୁ ବ୍ରହ୍ମ ସ୍ୱରୂପରେ ସେ ସକଳ ଜୀବଜଗତକୁ ଉଦ୍ଧାର କରିବା ପାଇଁ ସେ ଆବିର୍ଭୂତ ହୁଅନ୍ତି। ତେଣୁ ଏଭଳି ଦେବତାଙ୍କୁ ଏମିତି ଭାବରେ କରିବା ଏଇଟା ଅତି ହୀନମନ୍ୟତା ଏବଂ ଦୁର୍ଭାଗ୍ୟଜନକ ଘଟଣା। କାରଣ ମୁଁ ଭାବେ ଏମାନଙ୍କର ଗୋଟେ ସମୟ ଖରାପ ଆସିଗଲା। ବିନାଶ କାଳେ ବିପରୀତ ବୁଦ୍ଧି। ଏବଂ ଯେଉଁ ମାନେ କାଣି ବିଲେଇର କୁଜି ଅସରପା ଉପରେ ଟାଣ ଭଳିଆ କ'ଣ ଲୁହା ପାଇଲେ ଯେମିତି ବିଲେଇ କାମୁଡ଼ି ଗୋଡ଼ାଏ, ଇଏ ସେଇଭଳିଆ ଇସ୍କନ ଭାବୁଛି ବା ବିଦେଶୀମାନେ ଭାବୁଛନ୍ତି। ଆଉ ଯେଉଁ ପ୍ରକାର ଉଦଣ୍ଡ ନୃତ୍ୟ କରି ତାଙ୍କୁ ଟ୍ରକରେ ସେ ଡ୍ରାଇଭର ଯେଉଁ ଚଲେଇକି ନେଉଛି, ରଥ ଯଦି କରିବ ରଥକୁ ମଣିଷ ଟାଣିବେ, ଶ୍ରଦ୍ଧାଳୁ ଭକ୍ତମାନେ ଟାଣିବେ। ସେ ଭକ୍ତମାନଙ୍କର ଠାକୁର କ'ଣ ସେ ଟ୍ରାକ୍ଟର ଠାକୁର? ଟ୍ରାକ୍ଟର ଠାକୁର ନା ସେ ଡ୍ରାଇଭରର ଠାକୁର? ଟ୍ରାକ୍ଟରରେ କ'ଣ ଡ୍ରାଇଭରରେ କ'ଣ ତାଙ୍କୁ ନେଇକି ଯିବ? ହଁ, ସେ କ'ଣ ଭାବିଲେ କି ଆମ ଦେବତାଙ୍କୁ? ଆମର ନରମ ପଣିଆ ଦେଖିକିରି ସେମାନେ ଗରମ ହେଉଛନ୍ତି। ଆମର ସିଧା ଆଙ୍ଗୁଠିରେ ଘିଅ ଉଠେନି, ଆଙ୍ଗୁଠିଟା ଟିକେ ବଙ୍କା କଲେ ଘିଅଟା ଆସିବ। ତେଣୁ ଆମେ ମଧ୍ୟ ଦେଖେଇଦେବା ଦରକାର, ଆମେ ଦେଖେଇ ପାରୁନୁ। ଏଇଟା ଆମର ଦୁର୍ଭାଗ୍ୟ। ଏଇ ଜାତିଟା ଯେଉଁ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି କଳିଙ୍ଗ ସାମ୍ରାଜ୍ୟ ଯେଉଁଟା ମଗଧ ସାମ୍ରାଜ୍ୟ ସାଙ୍ଗେ ଟକ୍କର ଦେଉଥିଲା, ସେ ଜାତି ଆଜି କାହିଁକି ବୀରୁ? ସେ ଜାତି ଆଜି କାହିଁକି ହୀନମନ୍ୟ ହେଇଛି? ସେ ଜାତି ଆଜି କାହିଁକି ଶୋଇ ରହିଛି? କ'ଣ ପାଇଁ? କ'ଣ ପାଇଁ? ଆମର କ'ଣ ପୁରୁଷତ୍ୱ ନାହିଁ? ଆମର ମାନବିକତା ନାହିଁ? ମଣିଷ ପଣିଆ ନାହିଁ? ଆମର କ'ଣ ମୂଲ୍ୟବୋଧ ନାହିଁ? ଆମେ କ'ଣ ଏତେ ଭୀରୁ କା ପୁରୁଷ? ତେଣୁ ଆପଣଙ୍କ ଓଟିଭି ମାଧ୍ୟମରେ ମୁଁ କହିବାକୁ ଚାହେଁ ଯେ ଆପଣଙ୍କର ଯେଉଁ ଲୋକସଭାର ଯେଉଁ 21 ଜଣ ସାଂସଦ ଅଛନ୍ତି ଏବଂ ରାଜ୍ୟସଭାର ଯେଉଁ 10 ଜଣ ସାଂସଦ ଅଛନ୍ତି ସମସ୍ତେ ମିଳିତ ଭାବରେ ମେମୋରାଣ୍ଡମ୍ ସ୍ମାରକପତ୍ର ଦିଅନ୍ତୁ। ଏଗୁଡ଼ାକୁ ଆଜ୍ଞା ମାଡ଼ ଦରକାର ପୁରା କହିଲି। ଆମର ଏଇ ଜାତିଟା ଭାରି ସହିଷ୍ଣୁ ଜାତି, ନୀତି ନିୟମ ଆଦର୍ଶରେ ବନ୍ଧା ଏ ଜାତି। ଏଇ ଜାତି କେବେ କେଉଁଠି ଆଇନକୁ ହାତକୁ ନେଇ କିଛି କରେନି। ସେଇଥିପାଇଁ ତାଙ୍କର ସାହସ ବଢ଼ିଯାଇଛି। ସେମାନଙ୍କର ଯଦି ସାଧାରଣ ଜ୍ଞାନ ଥାନ୍ତା, ସେମାନଙ୍କର ଯଦି ବିବେକ ବିଚାର ଥାନ୍ତା, ସେମାନେ କ'ଣ ଅଦିନ ରଥଯାତ୍ରା କରନ୍ତେ? ତାଙ୍କୁ ଗଜପତି ମହାରାଜ ଲେଖିଲା ପରେ ସେ କେଉଁ ସାହସରେ କରୁଛନ୍ତି? କାହାର ସାହସ ପାଇ କରୁଛନ୍ତି? ତାଙ୍କ ପଛରେ ଆଙ୍କୁ ପ୍ରେରଣା ଦେଉଛି କିଏ? କେଉଁ ସରକାର ପ୍ରେରଣା ଦେଉଛନ୍ତି? କେଉଁ ଲୋକମାନେ ତାଙ୍କ ପଛରେ ରହିକି ଏଭଳିଆ କାମ କରୁଛନ୍ତି?
ତମେ ରଥଯାତ୍ରା କରିବ କୃଷ୍ଣଙ୍କୁ ନେଇକି ଯାଉନ, କୃଷ୍ଣଙ୍କୁ ତ ନେଇକି ରଥଯାତ୍ରା କୋଉଠି କରାଯାଏନି। ତମେ ରଥଯାତ୍ରା କରିବ ଜଗନ୍ନାଥଙ୍କୁ ନେଇକିରି ଫେରେ ମନ ଇଚ୍ଛା କରିବ। ଜଗନ୍ନାଥ କ'ଣ ତମରି? ଜଗନ୍ନାଥ ହେଉଛନ୍ତି ସାରା ବିଶ୍ୱର ଠାକୁର ସିଏ। ସେଇଥିପାଇଁ ବିଦେଶୀମାନେ ତାଙ୍କୁ ଦେଖିଲା ବେଳକୁ ତାଙ୍କୁ ଦେଖିଲେ ପାଗଳ ଭଳିଆ ହେଉଛନ୍ତି। ଗଲାଥର ରଥଯାତ୍ରାରେ ମୁଁ ଦେଖିଛି ଯେତେବେଳେ ମହାପ୍ରଭୁ ଯାଉଥାନ୍ତି ଧାଡ଼ି ପହଣ୍ଡିରେ ରଥ ଉପରକୁ, ସେତେବେଳେ ସେ ଯେଉଁଠି ତାଙ୍କର ପାଦ ପଡ଼ିଥାଏ ବା ମାନେ ଯେଉଁ ସେବକମାନଙ୍କର ପାଦ ପଡ଼ିଥାଏ ତାକୁ ନେଇକରି ମୁଣ୍ଡରେ ମାରୁଛନ୍ତି। ସେମାନଙ୍କର କେତେ ଭକ୍ତିଭାବ ଇଏ ହେବ। ଏମାନେ ଯେଉଁ ପ୍ରକାର କାମ କରୁଛନ୍ତି ତାଙ୍କୁ ମାନେ ଧର୍ମ ସହିବନି ଆଜ୍ଞା। ଏଇଟା ଆଦୌ ଉଚିତ ନୁହେଁ ଆଜ୍ଞା। ୟା ବିରୁଦ୍ଧରେ କଠୋରରୁ କଠୋରତମ ହେବା ଦରକାର। 4.5 କୋଟି ଓଡ଼ିଆ ଏବଂ 145 କୋଟି ଭାରତୀୟ ଯେଉଁମାନେ ରହିଛନ୍ତି ସମସ୍ତେ ଆ ବିରୁଦ୍ଧରେ ଆନ୍ଦୋଳନ କରିବା ଦରକାର। ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ବିରୁଦ୍ଧରେ ଆ ବିଷୟରେ ଆଲୋଚନା କରିକିରି ମାନେ ହେବା ଦରକାର। ଆଜି ମୁଁ ଆପଣଙ୍କ OTV ଜରିଆରେ ମୁଁ ଜଣାଇବାକୁ ଚାହୁଁଛି ଯେ ଆମର ଯେଉଁ 21 ଜଣ ମାନ୍ୟବର ସାଂସଦ ଅଛନ୍ତି ସେମାନେ ତୁରନ୍ତ ଯାଇକିରି ଆଜି ପ୍ରଧାନମନ୍ତ୍ରୀଙ୍କୁ ଗୃହମନ୍ତ୍ରୀଙ୍କୁ ଦେଖା କରିକି ଦିଅନ୍ତୁ ଯେ କ'ଣ ଏସବୁ ଚାଲିଛି ପାଲା। ଭାରତବର୍ଷରେ ଯେଉଁଠି ଯେଉଁଠି ଆପଣଙ୍କର ଇସ୍କନ ମନ୍ଦିର ଅଛି ତାକୁ ତାଲା ପକାଇ ଦିଅନ୍ତୁ। ତମେ କରିପାରିବନି, ତମେ ତମର ଅନ୍ୟ ଦେବତା ନେଇ କର, ଜଗନ୍ନାଥକୁ ନେଇକି ଖେଳ ଖେଳିପାରିବନି। ଜଗନ୍ନାଥ ସମସ୍ତଙ୍କର। ଜଗନ୍ନାଥ କୋଉଠି ଗୋଟେ ନିର୍ଦ୍ଦିଷ୍ଟ ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟର ଦେବତା ନୁହନ୍ତି। ସେ ଉର୍ଦ୍ଧ୍ୱରେ ମାନବବାଦର ଦେବତା। ଯେଉଁ ମାନବବାଦର ଦେବତା ମଣିଷ ଭଳି ସେ ଖାଉଛନ୍ତି ପିଉଛନ୍ତି ଶୋଉଛନ୍ତି। 108 ଗରା ଜଳରେ ସୁବାସିତ ଜଳରେ ସ୍ନାନ କରିକି ଦେହ ଖରାପ ହେଉଛି। 15 ଦିନ ଧରିକିରି ଆୟୁର୍ବେଦିକ ଔଷଧ ସେବନ କରିକିରି ସୁସ୍ଥ ହେଉଛନ୍ତି। ତାପରେ ନବଯୌବନ ନେତ୍ରୋତ୍ସବ ପରେ ଯାଇକିରି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥକୁ ଯାଉଛନ୍ତି। ପତିତ ପାବନ ଯାତ୍ରା, ପତିତମାନଙ୍କୁ ଉଦ୍ଧାର କରିବା ପାଇଁ। କେଉଁ ପତିତ? ମୁକ୍ତିକାମୀ ପାପୀ ପତିତ। ମୁକ୍ତିକାମୀ ପାପୀ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଯାତ୍ରା। ଇଏ ଫେର ଅଦିନିଆ ରଥଯାତ୍ରା ନୁହେଁ, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିର ରଥଯାତ୍ରା। ଭାଇ ଭଉଣୀକୁ ଧରି ଯାଉଛନ୍ତି। ଇଏ ପୃଥିବୀରେ ବିରଳ, ଏଭଳି ଯାତ୍ରାର ପଟାନ୍ତର ନାହିଁ। ତମେ ଓଡ଼ିଆ ଜାତିର ଐତିହ୍ୟ ପରମ୍ପରା ଅସ୍ମିତାକୁ ଦଳିକିରି ପାଦରେ ତମ ଇଚ୍ଛା ଅନୁସାରେ ତମେ ମହାପ୍ରଭୁଙ୍କୁ ଗୋଟେ ଯେମିତି ଅତି ରାକ୍ଷସ ଅସୁର ଭଳିଆ କରିକିରି ବସେଇଛ ଜଗନ୍ନାଥଙ୍କୁ। କ'ଣ ଆମେ ଆମର ଆଖି ନାହିଁ ଆମେ ଦେଖିପାରୁନୁ ଜାଣିପାରୁନୁ? ତମକୁ କିଏ ଅଧିକାର ଦେଲା କିଏ? ପ୍ରଥମ ପ୍ରଶ୍ନ ହେଉଛି ତମକୁ କିଏ ଅଧିକାର ଦେଲା କିଏ? ତମେ କାହା ଅଧିକାର ବଳରେ କାମ କରୁଛ? ଜଗନ୍ନାଥ ତମର ଯଦି ତମେ ଏ ପ୍ରକାର କରିପାରିବନି, ଯଦି ସମ୍ମାନ ଦେଇ ନ ଜାଣିଛ, ଅସମ୍ମାନ କରିବାର ଅଧିକାର ତମର ନାହିଁ। ତେଣୁ ଏ ବିଷୟରେ ଆପଣଙ୍କର ସଚେତନ ହେବାର ଅଛି। ଆମେ 4.5 କୋଟି ଓଡ଼ିଆ ମାନେ ଯଦି ଏକତ୍ରିତ ହେଇଯିବା ନା ବହୁତ କିଛି ହେଇପାରିବ। ଧନ୍ୟବାଦ। ଜୟ ଜଗନ୍ନାଥ।